ୱେଲକମ୍ ସାଙ୍ଗମାନେ, ଜୟ ଜଗନ୍ନାଥ। ଆଜି ଆସନ୍ତୁ ବନେଇବା ଦହି ବାଇଗଣ। ଦହି ବାଇଗଣ ବନେଇବା ପାଇଁ ମୁଁ 4ଟା ବାଇଗଣକୁ ଏମିତି ଡେମ୍ଫି ସହ କାଟି ନେଇଛି। ତାପରେ ବାଇଗଣକୁ ପାଣିରେ ଭଲସେ 2ରୁ 3 ଥର ଧୋଇ ନେବା। ବାଇଗଣରେ ଡେମ୍ଫି ରହିଲେ ଖାଇବାକୁ ଭଲ ଲାଗେ। ତାପରେ ହାଫ୍ ଟେବୁଲ୍ ସ୍ପୁନ୍ ଲୁଣ ପକାଇବା, ଅଳ୍ପ ଲଙ୍କା ଗୁଣ୍ଡ ଓ ତାପରେ ହାଫ୍ ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ ପକାଇକି ବାଇଗଣକୁ ଭଲସେ ଗୋଳେଇ ନେବା, ଯେମିତି ସବୁ ମସଲା ଗୁଡ଼ାକ ବାଇଗଣ ଉପରେ ଲାଗିଯିବ। ତାପରେ କଢ଼େଇ ବସେଇକି ସେଥିରେ ସୋରିଷ ତେଲ ଦେବା। ତେଲକୁ ଖଡ଼ିକା ସାହାଯ୍ୟରେ ଚାରିଆଡ଼େ ଖେଳେଇ ଦେବେ। ତାପରେ ବାଇଗଣକୁ ଗୋଟେ ଗୋଟେ କରି ପକାଇବା। ମୋର ଗୋଟେ ଥରରେ ବାଇଗଣ ସବୁ ହେବନି, ସେଥିପାଇଁ ମୁଁ 2 ଥର କରି ବାଇଗଣ ଗୁଡ଼ିକୁ ଭାଜିବି। ଗ୍ୟାସ୍କୁ ହାଇ କରିକି ଥାଳି ଘୋଡ଼େଇ ନେବା। ତାପରେ ବାଇଗଣର ଆରପଟ ସାଇଡ଼୍କୁ ନଉଟେଇବା। 2 ପଟ ସାଇଡ଼୍ ବାଇଗଣ ଭଲସେ ହେଇଗଲା ପରେ ଗୋଟେ ଥାଳିକୁ କାଢ଼ି ନେବା। ତାପରେ ଦହିରେ ସ୍ୱାଦ ଅନୁସାରେ ଲୁଣ ପକାଇବା, ଜିରା ଗୁଣ୍ଡ ପକାଇବା। ତାପରେ ବାଇଗଣ ଭାଜିଥିବା ତେଲରେ ପଞ୍ଚଫୁଟଣ ଓ ଜିରା ପକାଇବା। ଶୁଖିଲା ଲଙ୍କା 2ଟା ପକାଇବେ। ତାପରେ ଅଦା ଛେଚା ପକାଇକି ଟିକେ କଷି ନେବା। ସେଥିରେ ଭୃସଙ୍ଗା ପତ୍ର ପକାଇବା, ହଳଦୀ ଗୁଣ୍ଡ ଟିକେ ପକାଇବେ, ତାପରେ ଲଙ୍କା ଗୁଣ୍ଡ ଟିକେ ପକାଇବା। ରାଗ ରାଗ ଲାଗିଲେ ଦହି ବାଇଗଣଟା ଟିକେ ଭଲ ଲାଗିବ। ତାପରେ ଏହାକୁ ଦହିରେ ପକାଇଦେବେ। ଦହିରେ ଟିକେ ଚିନି ପକାଇବା, ଦହିଟା ଖଟା ମିଠା ଟିକେ ଲାଗିଲେ ଭଲ ଲାଗିବ। ତାପରେ ଭାଜିକି ରଖିଥିବା ବାଇଗଣକୁ ଗୋଟେ ଗୋଟେ କରି ଦହିରେ ପକାଇବା, ଯେମିତି ବାଇଗଣ ଗୁଡ଼ିକ ନ ଭାଙ୍ଗେ ସେଥିପ୍ରତି ଟିକେ ନଜର ଦେବେ। ଦହି ଉପରେ ଲୁଣ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ ଟିକେ ପକାଇବା। ତାପରେ ଧୀରେ ଧୀରେ ଖଡ଼ିକାରେ ଗୋଳେଇ ନେବା, ଯେମିତି ବାଇଗଣ ନ ଭାଙ୍ଗେ। ପ୍ରସ୍ତୁତ ହୋଇଗଲା ଆମର ଦହି ବାଇଗଣ। ଆପଣମାନେ ବି ଏହିଭଳି ଥରେ ଘରେ ବନାନ୍ତୁ, ନିହାତି ଭଲ ଲାଗିବ। ରହୁଛି, ଜୟ ଜଗନ୍ନାଥ। ଏହିଭଳି ଭିଡ଼ିଓ ଗୁଡ଼ିକୁ ଦେଖିବା ପାଇଁ, ନୂଆ ନୂଆ ରେସିପି ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ରହୁଛି।